ଆପଣ ଅନେକ ସମୟରେ ଗଣମାଧ୍ୟମରେ କହିଛନ୍ତି ମୁଁ ଚିଠି ଲିଖିଛି, ରାଷ୍ଟ୍ରପତି କି ଚିଠି ଲିଖିଛି, ପ୍ରଧାନମନ୍ତ୍ରୀ କି ଲିଖିଛି, ବିଭିନ୍ନ ପ୍ରସଙ୍ଗ ଲିଖିଛି। କାହାର ଉତ୍ତର ଆସେ? ଯଦି ଉତ୍ତର ଆସେ ଉତ୍ତରରେ କ'ଣ ଆସେ? ସବୁ ଚିଠିର ଉତ୍ତର ଯଦିଓ ନ ଆସେ କିନ୍ତୁ ରାଷ୍ଟ୍ରପତି ଭବନରୁ ଚିଠି ଆସିଛି, ପ୍ରାଇମ୍ ମିନିଷ୍ଟରଙ୍କ ଭବନରୁ ଚିଠି ଆସିଛି, ଭାରତର ବିଭିନ୍ନ ରାଜ୍ୟର ପରିବେଶ ବିଭାଗର ଚିଠି ମଧ୍ୟ ସେ ଆସିଛି। ମୁଁ ଯେତେବେଳେ କହିଲି ଗୋଟାଏ ଚିଠି ଲେଖିଲି ଯେ ଟିଭି ଚ୍ୟାନେଲ ଖୋଲିବା ମାନେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଦେଶାତ୍ମବୋଧକ ସଙ୍ଗୀତ ପାଠ ହେଉ, ପିଲାଗୁଡ଼ାକ ଦେଶାତ୍ମବୋଧକ ସଙ୍ଗୀତ ପଢ଼ି ଟିକେ ବୀରତ୍ୱ ତାଙ୍କ ଭିତରେ ସୃଷ୍ଟି ହେବ। ଗୋଟିଏ ଦୁଇଟି ଚ୍ୟାନେଲରୁ ଆସିଲା, ମାନେ ତ୍ରିପୁରା ବା ଏମିତି ଗୋଟେ ଷ୍ଟେଟ୍ରୁ, ଆଉ ଆସିଲାନି। ଆପଣ ଅନେକ ସମୟରେ ନିଶା ବିରୁଦ୍ଧରେ କଥା କହନ୍ତି, এই চিঠি মাধ্যমে কেবে সরকার, কেন্দ্র সরকার ও রাজ্য সরকার গোটে গঞ্জেই উপরে ব্যান লগাইଥିଲେ, ଆଉ ଗୋଟେ ବିଜୟଶ୍ରୀ ରାଉତରାୟ ଯେତେବେଳେ ଥିଲେ ପରିବେଶ ମନ୍ତ୍ରୀ, ତାଙ୍କ ପାରିବାରିକ ସମ୍ପର୍କ ବି ଥିଲା ଆମ ସହିତ, ତାଙ୍କ ଗାଁ ସହିତ ବି ସମ୍ପର୍କ ଅଛି। ସେଇ ହିସାବରେ କହିଲେ, ସେ ନିଜେ କହିଲେ ବାବା ବଳିଆ ଜଣେ ବାସ୍ତବବାଦୀ ଲୋକ, ଆଉ ବାବା ବଳିଆ ଲେଖିଛନ୍ତି, ମୁଁ ଗୋଟେ ଲେଖିଥିଲି ଚାକୁଣ୍ଡା ଗଛ, ମଇଁଷି ଛେଳି ଗାଈମାନେ ତାକୁ ଭଲ ଖାଇଲେ ତାକୁ ନିଦ ହୁଏ ଏବଂ ସେ ରାତିରେ ମାନେ ଖାଇପାରନ୍ତି, ଶୋଇପାରନ୍ତି। ସେ ଗଛକୁ ସେ ଅର୍ଡ଼ର କରିଥିଲେ। ସେ ଗଛଟାକୁ ସେ ଅର୍ଡ଼ର କଲେ, ତାକୁ ପାଳିଲେ କି ନ ପାଳିଲେ ତାକୁ ଆଉ କିଏ ଦେଖୁ। ଯେମିତି ଆପଣ ନିଶା ବିଷୟରେ ଅନେକ ସମୟରେ କହନ୍ତି, ନିଶା ବିରୁଦ୍ଧ ବିଷୟରେ ସ୍ୱର ଉତ୍ତୋଳନ କରନ୍ତି, ଆମ ମାଧ୍ୟମରେ ପୁଣି ଆଉ ଥରେ ରାଜ୍ୟ ସରକାର, କେନ୍ଦ୍ର ସରକାର କହିବେ କି ନିଶା ଆଉ ପିସି ସରକାର ବନ୍ଦ କରନ୍ତୁ, ଭାରତ ସରକାର ବନ୍ଦ କରନ୍ତୁ, ନିଶା ବନ୍ଦ କରନ୍ତୁ, ପିସି ବନ୍ଦ କରନ୍ତୁ। ଆଜି ନିଶା ପାଇଁ ଆମ ଛୁଆମାନଙ୍କ ଜୀବନ ନଷ୍ଟ ହୋଇଯାଉଛି। ଛୁଆମାନେ ମିଶିକିରି, ଛୁଆମାନଙ୍କ ବାପା ମା' ମାନେ କେସ୍ ଦାୟର କରନ୍ତୁ, ମୋ ଛୁଆ ମଲା ମଦ ପିଇ ପିଇକିରି, ତା ପାଇଁ ଦାୟୀ ସରକାର, ତମେ ହିଁ ଦାୟୀ ହେବ, ନହେଲେ ମଦ ଦୋକାନ ଉଠାଅ ଭାଙ୍ଗ। ଆଉ ପିସି ରାସ୍ତା ହେବ, ପୋଲ ହେବ, ପିସି କାହିଁକି ନେବ? ନିଜେ ବା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛ, ପୁରସ୍କାର ନିଅ, ପ୍ରଶଂସାପତ୍ର ନିଅ। ମୁଁ ସଂକ୍ଷେପରେ କିଛି ଜିନିଷ ଜାଣିବା ପାଇଁ ଚାହୁଁଛି, ବାବା ବଳିଆ କ'ଣ ଖାଆନ୍ତି? ଅନ୍ନ ଖାଏ, ଆଉ ମୁଁ ଅନ୍ନ ଖାଇବାକୁ ଭଲ ପାଏ। ଆଉ ତା ସାଙ୍ଗରେ ଭାତ ସାଙ୍ଗରେ ତରକାରୀ ଟିକେ, ଯେଉଁ ତରକାରୀରେ ତେଲ ମସଲା କମ୍ ପଡ଼ିଥିବ ସେଇ ତରକାରୀ ଖାଏ, ଆଉ ଅତି ଗାଉଁଲି। ଆଉ ସବୁଠାରୁ ମୋର ପ୍ରିୟ ହେଉଛି ସଜନା ପତ୍ର ତରକାରୀ। ଦେହକୁ ଭାରି ଜଗନ୍ତି, ସ୍ୱାସ୍ଥ୍ୟ ନାଇଁ ଦେହକୁ ଜଗିଥିଲେ ତ ମୁଁ ଏତେ ଅସୁସ୍ଥ ହୋଇପଡ଼ୁନଥାନ୍ତି, କିନ୍ତୁ ଜଗିବାକୁ ମୁଁ ବର୍ତ୍ତମାନ ଜଗୁନି, ବର୍ତ୍ତମାନ ମୋତେ ଜଗୁଛନ୍ତି ମୋର ଯେଉଁମାନେ ପାର୍ଶ୍ୱର ପିଲାମାନେ, ସେମାନେ ମାନେ ଯଥେଷ୍ଟ ଜଗୁଛନ୍ତି। ଲୋକମାନେ ପ୍ରଶ୍ନ କରନ୍ତି ଆଶ୍ରମ କେମିତି ଚାଲେ, ବାବାଙ୍କ ଆଶ୍ରମ କେମିତି ଚାଲୁଛି? ଭକ୍ତମାନଙ୍କର ଅନୁଦାନରେ ହିଁ ଚାଲେ। ସେଠି କାହାକୁ କିଛି ମୁଁ ମାଗିନି, ଆଜି ପର୍ଯ୍ୟନ୍ତ କେହି କହିବେନି ଯେ ବାବା ଗୋଟେ କାହାକୁ କ'ଣ ମାଗିଛନ୍ତି। ମାଗିଛି କାହାକୁ? ଯେଉଁମାନେ ମୋର ପୁତ୍ରବତ ମୋତେ ଭକ୍ତି କରିଛନ୍ତି ବା ଝିଅ ଭଳି ଭକ୍ତି କରି, ସେୟାକୁ କହିଛି ଆରେ ଅମୁକ କାମଟା ହେଉଛି, କ'ଣ ତୁ ଗୋଟେ କ'ଣ କରିଦେଉନୁ, ଏମିତି କହେ। କିନ୍ତୁ ଦେଲେ ତାକୁ ଶୁଭେଚ୍ଛା ଦିଏ, ନଦେଲେ ବି ଶୁଭେଚ୍ଛା। ବାବା କାନ୍ଦନ୍ତି? ମୁଁ କାନ୍ଦେ ଭକ୍ତ ପାଇଁ। କେବେ କାନ୍ଦିଥିଲେ? ଭକ୍ତମାନଙ୍କ ପାଇଁ କାନ୍ଦେ। କାଲି ତ ରବୀନ୍ଦ୍ର ମଣ୍ଡପରେ କାନ୍ଦୁଥିଲି। ଏକାନ୍ତରେ କାନ୍ଦୁଛନ୍ତି? ଏକାନ୍ତରେ ଯଦି କାନ୍ଦିଛି, କାହା କଥା ମନେ ପକେଇ କାନ୍ଦିଛି। କାହା କଥା? ଦୁଃଖୀ ରଙ୍କିଙ୍କ କଥା, ସେଇମାନଙ୍କ କଥା ଦେଖି ମୁଁ କାନ୍ଦିଛି। ମୋର କାନ୍ଦ ସେଇମାନଙ୍କ ପାଇଁ, ମୋର ହସ ମଧ୍ୟ ସେଇମାନଙ୍କ ପାଇଁ। ମୁଁ ବଞ୍ଚିବାଟା ମଧ୍ୟ ତାଙ୍କରି ପାଇଁ, ମରିବା ଯୋଉଦିନ ମରିବି ତାଙ୍କରି। ବାବା କମ୍ ହସନ୍ତି ନା ଅଧିକା ହସନ୍ତି? ନା ମୁଁ ବହୁତ ହସେ, ମୁଁ ବହୁତ ହସେ। ଅତ୍ୟାବଶ୍ୟକ ବେଳେ କାନ୍ଦେ ନା, ଆଉ ସବୁବେଳେ କ'ଣ ଗୋଟେ କାନ୍ଦିବ। ବାବା ଟିଭି ଦେଖନ୍ତି? ହଁ ଟିଭି ଦେଖେ। କ'ଣ ଦେଖିବାକୁ ପସନ୍ଦ କରନ୍ତି? ନ୍ୟୁଜ୍ ଦେଖିବାକୁ ଭଲ ପାଏ। ଯେଉଁ ଆପଣଙ୍କର ହାତୀ ଘୋଡ଼ା ଫୋଡ଼ା ଯେଉଁଟା କ'ଣ ବାହାରେ, କିନ୍ତୁ ମୋଟାମୋଟି ମୁଁ 1 ନମ୍ବର ନ୍ୟୁଜ୍। ଫିଲ୍ମ ଦେଖନ୍ତିନି? ନା ମୁଁ ଫିଲ୍ମ ଦେଖିଛି, ଖୁବ୍ କମ୍ ଦେଖିଛି ମୋ ଜୀବନରେ, କିନ୍ତୁ ଟିଭିରେ କିନ୍ତୁ ମୁଁ ନ୍ୟୁଜ୍ ଦେଖେ। ଗୀତ ଭଲ ଲାଗେ? ଗୀତ, ମୁଁ ଗୀତ ପ୍ରେମୀ, ମୁଁ ଜଣେ କୀର୍ତ୍ତନିଆ।
ଛଅ ଘଣ୍ଟା ଧରି କୀର୍ତ୍ତନ କରୁଥିଲି, ଏବେ ନାହିଁ। କିନ୍ତୁ ମୁଁ ଜଣେ କୀର୍ତ୍ତନିଆ, ସଙ୍ଗୀତ ପ୍ରେମୀ, ଆଉ ସଙ୍ଗୀତଜ୍ଞମାନଙ୍କୁ ଉତ୍ସାହିତ କରେ। ସତ୍ୟନାରାୟଣ ପାଲାକୁ ମୁଁ ବହୁତ ଭଲ ପାଏ। ସେମାନଙ୍କର ଅଭ୍ୟୁତ୍ଥାନ ପାଇଁ ମଧ୍ୟ ମୁଁ ସରକାରଙ୍କ ସାଙ୍ଗରେ ମୁଁ ଲଢ଼େଇ ମଧ୍ୟ କରେ। ଗୋଟେ ଛୋଟ ଗୀତଟେ ଆମ ଦର୍ଶକ ପାଇଁ ହବ? हे गुरु तुमे मंगलमय, कृपा बिना मुक्ति नहीं। धरणी मार योग्य संतान, तुम्भ बिना शांति काहीं। हे गुरु तुमे मंगलमय, कृपा बिना मुक्ति नहीं। आपको बोली ईरा महांती। कौ समय मुझे लिखी मोर मन ना ये मोर संगीत बहुत मु खाली ओडिया लिखेनी। ओडिया संगीत, हिंदी संगीत, इंग्राजी संगीत भी 4-5 खंडे अच्छी, बंगला संगीत। शेष प्रश्न, आप गीत कहले मुक्ति, आप केवे मिलियो मुक्ति? मुक्ति ही शांति। से मुक्ति शांति संधान रे आपण अछंती? शांतिर संधान रे अछि, मुक्तिर संधान। मोर मानस गुरु नामाचार्य बाबा बाया से थरे बुझेइथिले, आमी आइब जाइब चरण सेविब, आमी मुक्ति चाहिना हरि, आमी भुक्ति चाहिना हरि। शांति चाहती। तेणु सबु बेले आमे संसार को आसुथिबु, मनीष समाज जीव जगत खाली मनीष नुहे, जीव जगत सेवा करुथिबु। आउ सेतिकी आमर सेतिकी सेवा आमको मिलू। आमे मुक्ति चाहना कि मोक्ष कि निर्वाण, ये सब किसी नहीं, शांति चाहती। हाँ। बहुत बहुत धन्यवाद आम सहित आलोचना कर निज हृदय कथा कही। आम आशा करवा कि जो जो कथा आप कहते समाज संस्कार कथा, जो मैंने भी टीवी पर्दार यहाँ देखुवे, अंत से मन में किसी ना कि परिवर्तन आसो।